ଭାଇ ଆମ ଗାଁରେ ଆଜି ହାତୀ ଢୁକି ଯାଇଛନ୍ ପୁରା 12ଟା ହାତୀ ବଡ ବଡ ହେଲା। ପୁରା ଘରେ ବି ଢୁକି ଯାଇଛନ୍ ସେଟା ତୁମ ବାଁଶ ନଟା ଦେଖେଇବି ଯାଇକି ପୁରା ଖାଇକି ପୁରା ସଫା ସେ ପଟେ ବି ଆଉ ଏପଟେ ଆସିନି ବାହାରେ କେମିତି ଲୋକ ଭିଡ ହେଇଛନ୍ତି ଦେଖଉଛି ଚାଲ ହେଲା। କିଏ ହେଲା ଏଠି ସବୁ ଲୋକ ମାନେ ଛିଡା ହେଇଛନ୍ତି ସବୁ ବାହାରେ ବାହାରିକି। କହୁନି ଆଜ୍ଞା ହଠାତ୍ 12ଟା ହାତୀ ଆସିଗଲେ ରାତିରେ କିଛି ଜାଣି ହଉନି। ହୁଁ ଆଉ କରେଣ୍ଟ ବି ଯେହେତୁ ପଳେଇଛି କିଛି ଜଣା ପଡୁନି ଅନ୍ଧାରରେ। ଏଇପଟେ ତ 12ଟା ପଳେଇଲା କିଛି ଜାଣି ହଉନି କୁଆଡେ ଗଲେ। ବହୁତ ଭୟ ଲାଗୁଛି ରାତିଟା ନା। ହଁ ଆଉ ଦେଖାଯାଉ କଣ। ଆଉ ଏତେ ଲୋକ ଆସିଛନ୍ତି ଛିଡା ହେଇଛନ୍ତି ହଁ ଅନ୍ଧାରଟାରେ। ସବୁ ଭୟରେ ବାହାରି ଗଲେ ଘରୁ 12ଟା ହାତୀ ନା ବଡ ବଡ ହାତୀ 12ଟା। ହଁ ସବୁ ତ ଲାଇଟ ଫାଇଟ ଧରିକି ବାହାରି ହଁ ଛିଡା ହେଇଛନ୍ତି ଏଠି ଦେଖ ଡିପାର୍ଟମେଣ୍ଟରୁ ବି ଲୋକ ଷ୍ଟାଫ୍ ଆସିଛନ୍ତି ସେମାନେ ବି ଦେଖୁଛନ୍ତି ସେପଟେ। ଏଇପଟେ ଦେଖିପାରୁଥିବେ ଆପଣ ଯୋଉ ଲାଇଟ୍ ଏଇ ମାର ହଁ ସେପଟେ ବି ଲାଇଟ୍ ଜଳୁଛି ସେଇ ଗୋଟେ ଦେଖ। ଆଉ ଦେଖିପାରୁଥିବ ବର୍ଷା ବି ଆସିଗଲା ଯେ ମାନେ ଭିଜି ଭିଜି ହେଲେ ଲୋକ ବାହାରେ ସବୁ ଅଛନ୍ତି ଏକା ଦେଖିପାରୁଥିବ ହାତୀ ଭୟରେ। ଆଉ ଆଉ ସେପଟେ ଦେଖୁନ କେମିତି ଲାଇଟ ପଡୁଛି ପୁରା ଗାଡି ଧରି ଧରି ଫଷ୍ଟର ବାଲା ଯେତେ ଘୁରୁଛନ୍। ଲାଇଟ ଦେଖା କେତେ ଠିଆ ହେଇଛି। ହଁ ଏ ଦେଖିପାରୁଥିବ ଲୋକ ପୁରା ଛିଡା ହେଇଛନ୍ତି ପୁରା ରାସ୍ତା ଗୋଟା। ଗାଁରେ ବି ଲାଇନ କାଟି ଦେଇଛନ୍ତି ଘର ଘରରେ ପୁରା ଅନ୍ଧାର ଚାରିପଟେ। ହାତୀ ଯୋଗୁରୁ ଏଇ ଦେଖୁନ କିଆଡେ ଏଇପଟେ ସବୁ ଦେଖ ଏଇପଟେ ଲାଇନ ମାରୁଛନ୍ତି ସବୁ ବୁଲୁଛନ୍ତି ସିଆଡେ ଫରେଷ୍ଟର ବାଲା। ଏଇ ଦେଖ ଲୋକ ସବୁ ମାନେ ଛିଡା ହେଇକି ଏଟା ଦେଖୁଛନ୍ତି। 10-12ଟା ହାତୀ ଢୁକି ଆସିଛନ୍ତି ଗାଁକୁ। କେତେ ବଡ ବଡ ହାତୀ ଆସିଛନ୍ତି। ହଁ ବଡ ବଡ ହାତୀ। ବହୁତ ଭୟ ଲାଗୁଛି ରାତିଟା ନା। ହୁଁ ସେପଟେ ପୁଣି କହୁଛନ୍ ଆମ ଗେଟ ପଟେ ପଠ ଓ ହଉ ଠିକ ଅଛି ତାହେଲେ ଯାଉଛୁ ହେଲା। ହଉ ହଉ। ବର୍ଷା ବି ଆସିଗଲା ଯେ ବର୍ଷା ହଉଛି ସବୁ ମାନେ